ବନ୍ଧୁଗଣ, ଆଜି ଆମେ ଆଲୋଚନା କରିବା ରାଶିଚକ୍ରର ଅନ୍ୟତମ ରାଶି କୁମ୍ଭ ରାଶି। କ'ଣ ପାଇଁ ଶନିଦେବଙ୍କର ପ୍ରିୟ ରାଶି ହେଇଥାନ୍ତି ଆକ୍ୱାରିସ୍ ସାଇନ୍। ତ ଆକ୍ୱାରିସ୍ ସାଇନ୍ ଏ ଯେଉଁ ରାଶିଚକ୍ର 11ତମ ରାଶି ମୀନ ରାଶି ପୂର୍ବରୁ ଅର୍ଥାତ୍ କୁମ୍ଭ ରାଶି। କୁମ୍ଭ ରାଶିର ଦ୍ୱିତୀୟତମ ରାଶି ମୀନ ରାଶି ଅର୍ଥାତ୍ ମୀନ ରାଶି ଅର୍ଥାତ୍ ବୃହସ୍ପତିଙ୍କ ରାଶି। କିନ୍ତୁ କୁମ୍ଭ ରାଶିର ଦ୍ୱିତୀୟ ଘର ଅର୍ଥାତ୍ ଅର୍ଥର ଘର ବୃହସ୍ପତିଙ୍କର ମୀନ। କିନ୍ତୁ ଶନିଦେବଙ୍କର କଥା ଆଜି ଆଲୋଚନା କରିବା। କ'ଣ ପାଇଁ ଶନିଦେବ କୁମ୍ଭ ରାଶିକୁ ବାରମ୍ବାର କଷ୍ଟ ଦିଅନ୍ତି, କ'ଣ ପାଇଁ, କ'ଣ କାରଣ ହେଇପାରେ ବାରମ୍ବାର ଭୁଲ ପରେ ଭୁଲ, ଠିକ୍ ପରେ ଠିକ୍ ଯାହା ବି ହେଉଥା ନା କାହିଁକି। ସିଂହ ରାଶିରେ ଯେମିତି ସର୍ବଦା ସିଂହ ରାଶି ଅର୍ଥାତ୍ ସିଂହ ରାଶି ଆପଣଙ୍କ ଜାତକରେ କେଉଁଠି ଦେଖନ୍ତୁ 5 ଲେଖା ହେଇଥିବ, ସେଇଠି ଯଦି ଆପଣଙ୍କ ଶନି ବସିଲେ ନିଶ୍ଚିତ ଭାବରେ ସେ ଆପଣଙ୍କୁ ଅତ୍ୟଧିକ ମଧ୍ୟ କଷ୍ଟ ଦିଅନ୍ତି। ଆପଣ ଆପଣଙ୍କ ଜାତକରେ ଚେକ୍ କରିପାରିବେ। ମୀନ ରାଶିରେ କିନ୍ତୁ ଯଦି ବସିଲେ ସେଠି ସେ ଅତ୍ୟଧିକ କଷ୍ଟ ଦିଅନ୍ତି ନାହିଁ। ମୀନ ରାଶି ବୃହସ୍ପତିଙ୍କ ରାଶି, ବୃହସ୍ପତି ଶନି ଦୁଇ ଜଣଙ୍କୁ ଗୁରୁ କୁହାଯାଏ। କିନ୍ତୁ ସୂର୍ଯ୍ୟ ରାଶି ଶନିଦେବଙ୍କର ସୂର୍ଯ୍ୟ ପିତା, କିନ୍ତୁ ସେ ଯେଉଁ ତାଙ୍କ ଭିତରେ ଯେଉଁ ଡିଷ୍ଟର୍ବାନ୍ସ ସେଇଥିପାଇଁ ବହୁତ କଷ୍ଟ ବାଦେ। ତ ଏବେ ଆଲୋଚନା କରିବା କ'ଣ ପାଇଁ ଆକ୍ୱାରିସ୍ ରାଶିକୁ ଶନିଦେବ ନିଶ୍ଚିତ ଭାବରେ କଷ୍ଟ କରନ୍ତି। ଫାର୍ଷ୍ଟ କଥା ହେଉଛି ଆପଣ ଦେଖନ୍ତୁ, ଆପଣଙ୍କୁ ମୁଁ ଗୋଟେ ଏକ୍ଜାମ୍ପଲ୍ ଦେଉଛି। ଦେଖନ୍ତୁ ଆପଣଙ୍କର ଏଇ କୁଣ୍ଡଲିରେ ବି ଦେଖନ୍ତୁ, ଏଇ ଯେଉଁ 2026ର କୁଣ୍ଡଲି ଆପଣ ଦେଖନ୍ତୁ, ଫେବୃଆରୀ ମାସର କୁଣ୍ଡଲି ଆପଣଙ୍କର ସେକେଣ୍ଡ ଭାବରେ ଶନି ଅଛନ୍ତି। ତ ଦେଖନ୍ତୁ ଏଠି କ'ଣ ହେଉଛି ନା ଅର୍ଥ ଭାବରେ ଶନି ରହିଲେ, ମୁଁ ଗୋଟେ ଏକ୍ଜାମ୍ପଲ୍ ଏଇଟା ଦେଉଛି। ଅର୍ଥ ଭାବରେ ଶନି ରହିଲେ ତ ଆପଣଙ୍କୁ କ'ଣ ଶନି ସବୁବେଳେ ସର୍ବଦା ପରିଶ୍ରମର ଫଳ ଦିଅନ୍ତି। ଆପଣ ଚିନ୍ତା କରିବେ କୌଣସି କାର୍ଯ୍ୟ ନ କରି ଯଦି କେବଳ ଚିନ୍ତା କରୁଥିବେ କିନ୍ତୁ କୌଣସି ବିନା କାର୍ଯ୍ୟ ନ କରି ଆପଣ କେବେ ସେ ଶନି ଦେବେନି। ଅର୍ଥାତ୍ ଆପଣ ଯେତେ ଦୁଃଖ ପୂଜା ପାଠ ଯାହା ମଧ୍ୟ କଲେ ଆପଣଙ୍କୁ ଦେବେ ନାହିଁ, କାରଣ ସେଠି ଆପଣଙ୍କର ରାଶି ସେ ନିଜେ ଯଦି କର୍ମଦେବତା ତାଙ୍କୁ ନିଜ ରାଶି ତାଙ୍କୁ କର୍ମ ପ୍ରାଧାନ୍ୟ ବନେଇବାକୁ ସବୁବେଳେ ଚେଷ୍ଟା କରନ୍ତି। ତ ସର୍ବଦା ଆପଣ କେମିତି କ'ଣ କର୍ମରେ ନିଯୁକ୍ତ ରହିବେ, କର୍ମକୁ ସୁଚାରୁ ରୂପେ କରିବେ, ଦେନ୍ ଆପଣଙ୍କର ଦେଖିବେ ଅର୍ଥ କ୍ଷେତ୍ରରେ ତାପରେ ଆପଣଙ୍କୁ ସକ୍ସେସଫୁଲ୍ ହେବା ପାଇଁ କେହି ରୋକିପାରିବେ ନାହିଁ। ମୂଳ ତ୍ରିକୋଣ ରାଶି ଆଧ୍ୟାତ୍ମିକତାର ରାଶି, ଜ୍ଞାନୀ ରାଶି। ନିଶ୍ଚିତ ଭାବରେ ଆପଣମାନଙ୍କୁ ଗୋଟେ କଥା କହୁଛୁ, ଅର୍ଥ ଯଦି ଆପଣଙ୍କର ଇନକମ୍ କରିବାର ଅଛି ଆପଣ କର୍ମ କରନ୍ତୁ। ବିନା କର୍ମରେ ଆପଣଙ୍କୁ ଶନିଦେବ କେବେ ଦେବେ ନାହିଁ। ଶନିଦେବ ଏମିତି ତ କାହାକୁ ୱିଦାଉଟ୍ ୱାର୍କ ଅର୍ଥାତ୍ ବିନା କର୍ମରେ କାହାକୁ କିଛି ଦିଅନ୍ତି ନାହିଁ। କୁମ୍ଭ ରାଶି ଯେହେତୁ ତାଙ୍କ ନିଜ ରାଶି ମୂଳ ତ୍ରିକୋଣ ରାଶି, ତ ମୂଳ ତ୍ରିକୋଣ ରାଶି ହେଇଥିବାରୁ କଦାପି ସିଏ ତାଙ୍କୁ ଅଳସୁଆମୀ ଦେଖିଲେ କୌଣସି ବାଟରେ ହେଲ୍ପ କରନ୍ତି ନାହିଁ, ସାହାଯ୍ୟ କରନ୍ତି ନାହିଁ। ରାହୁ ମଧ୍ୟ ଆପଣଙ୍କୁ ବହୁତ ସାହାଯ୍ୟ କରନ୍ତି କୁମ୍ଭ ରାଶିରେ। ଶୁକ୍ର ଲଗ୍ନରେ କିମ୍ବା ଆପଣମାନଙ୍କର ବୁଧ ଲଗ୍ନରେ ବା ରାହୁ ଲଗ୍ନରେ ଯଦି ଥାଆନ୍ତି ନିଶ୍ଚିତ ଭାବରେ ରାହୁ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିଥାନ୍ତି। କିନ୍ତୁ ଏଇଠି କ'ଣ ଯଦି ଆପଣ କର୍ମ ନ କରିବେ ଶନିଦେବ ଏଠି ଏମିତି କ'ଣ କରିବେନି କାମ, ରାହୁଦେବକୁ ମଧ୍ୟ ସେ ୱିକ୍ କରିଦେବେ। ଅର୍ଥାତ୍ ଆପଣମାନଙ୍କୁ ନିଶ୍ଚିତ ଭାବରେ ଶନିଦେବଙ୍କର ଆଶୀର୍ବାଦ ପାଇବା ପାଇଁ ଆପଣଙ୍କ ପାଦ ଆଗକୁ ଉଠିବାକୁ ପକାଇବାକୁ ନିହାତି ପଡ଼ିବ। ଅର୍ଥାତ୍ ଆପଣଙ୍କ ପାଦ ଗୋଟେ ଯଦି ଆଗକୁ ଉଠାଇବେ ତାପରେ ଆପଣଙ୍କ ଶୁକ୍ର ମଧ୍ୟ ଆପଣଙ୍କର ଷ୍ଟ୍ରଙ୍ଗ ରହିବ। ଆପଣମାନଙ୍କୁ ନିଶ୍ଚିତ ଭାବରେ ସିଏ ଆଉ ଗୋଟେ ପାଦ ଆଗକୁ ଉଠାଇବେ। ବିନା କର୍ମରେ, ବିନା କାର୍ଯ୍ୟରେ, ବିନା ଷ୍ଟ୍ରଗଲ୍, ବିନା କଷ୍ଟରେ ଶନିଦେବ କାହାକୁ ବି ଦେଇନାହାନ୍ତି। ଆଉ ଯେହେତୁ ଏଇଟା ଆପଣଙ୍କ ନିଜ ରାଶି, ତାଙ୍କ ନିଜ ରାଶି ମୂଳ ତ୍ରିକୋଣ ରାଶି, ତ ନିଶ୍ଚିତ ଭାବରେ ଆପଣମାନଙ୍କୁ କରିବାକୁ ପଡ଼ିବ। ବାରମ୍ବାର ମେସେଜ୍ ଆସୁଛି କୁମ୍ଭ ରାଶି ବାଲାଙ୍କର କାହିଁକି ତାଙ୍କର ଏତେ ପ୍ରୋବ୍ଲେମ୍ ହେଉଛି। ଏବେ ବହୁତ ବଢ଼ିଆ ସମୟ ଅଛି। ରାହୁ ଲଗ୍ନରେ ଅଛନ୍ତି ଆପଣମାନଙ୍କର, କୁମ୍ଭ ରାଶିରେ ଏବେ ବୃହସ୍ପତି ପଞ୍ଚମରେ ଅଛନ୍ତି, ତ ବହୁତ ବଢ଼ିଆ ସମୟ ଏବେ। ଶନିଦେବ ଏବେ ଅର୍ଥଭାଗରେ ଅଛନ୍ତି, କିନ୍ତୁ କ'ଣ ପାଇଁ ଆପଣଙ୍କୁ ଲାଭ ମିଳୁନି, କାରଣ ଆପଣ କର୍ମ କରୁନାହାନ୍ତି, ଆପଣ ଅଳସୁଆମୀ କରୁଛନ୍ତି। ତ କର୍ମଠ ହୁଅନ୍ତୁ ନିଶ୍ଚିତ ଭାବରେ, ତାପରେ ଦେଖନ୍ତୁ କେତେ ବଢ଼ିଆ ସମୟ ଆସିବ। ଆଉ ଗୋଟେ କଥା, ଶନିଦେବ ଏଇଟା ମଧ୍ୟ ଚାହାନ୍ତି କେମିତି କ'ଣ ଆପଣମାନଙ୍କର ଉପରସ୍ଥ କର୍ମଚାରୀ ଯଦି ଆପଣ ହେଇଛନ୍ତି ଆପଣଙ୍କ ନିଜସ୍ଥ କର୍ମଚାରୀମାନଙ୍କୁ ସର୍ବଦା ସାହାଯ୍ୟ କରନ୍ତୁ, ଗୁରୁଜନଙ୍କୁ ଭକ୍ତି କରନ୍ତୁ, ପିତାମାତାଙ୍କୁ ଭକ୍ତି କରନ୍ତୁ ଏବଂ କୌଣସି ଖରାପ କାର୍ଯ୍ୟରେ ଲିପ୍ତ ରୁହନ୍ତୁ ନାହିଁ। ଆଉ ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଉଛି ଆପଣଙ୍କ ତଳସ୍ତରୀୟ କର୍ମଚାରୀ ଲେବର ହୁଅନ୍ତୁ, ଯେକୌଣସି ବିକାରୀ ହୁଅନ୍ତୁ, ଯିଏ ହୁଅନ୍ତୁ, ତାଙ୍କୁ ସର୍ବଦା ହେଲ୍ପ କରନ୍ତୁ। ବାସ୍ ସେତିକି ହେଇଗଲେ ଦେଖିବେ ଶନିଦେବ କର୍ମ ଆଉ ସୁକର୍ମ ଏଇ ଦୁଇଟା ଭିତରେ ଗୂଢ଼ ଯେଉଁ ଗଭୀର ବିଚାର ଅଛି, ଏଇ ଜିନିଷଟାକୁ ଆଧାର କରି ଶନିଦେବ ଆପଣମାନଙ୍କୁ କାଙ୍ଗଳରୁ କୋଟିପତି ବନେଇବେ।
ଜୟ ଜଗନ୍ନାଥ।